बहुत भल पाए आई सर। एम सरोज पाड़ी। हाँ सर। ये व्यवहार ठीक नहीं। हेलो सर नमस्कार। नमस्कार कर तुम कहल गोटे कथा करुच गोटे कथा सर कौन करिया सर गाँ से डिस्प्यूट सब रमण छे ए सॉरी केन्दुपदर नाଇଁ ନାଇଁ 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 ये ତମେ ଯୋଉମାନଙ୍କୁ ଆଜି 15 ଦିନ ସାଥିରେ କଥା ହଉଛ ଆମେ ସେମିତି ଭାବିଲେ କି ଆମକୁ ନାଇଁ सर मोर 100 भरोसा ନାଇଁ मु ନାଇଁ बहुत भल पाए आई सर। एम सरोज पाड़ी। हाँ सर। ये व्यवहार ठीक नहीं। नहीं सर ये जो ମୋ ବାତ डिस्प्यूट ଶୁଣିଲେ କି से ନାଇଁ कर देछन गाँ आपण इनक्वायरी करंदो एबे मते तांग ମତେ ट्रैक्टर ତମେ सीरियल ଜାଣିଛ कढौजती କି सर। ନାଇଁ ମତେ ଗୋଟେ ପ୍ରଶ୍ନ ଉତ୍ତର ଦିଅ ମତେ ଜାଣିଛ ନା ଭଲ ଭାବରେ हाँ भल जान सर। ଭଲ ଭାବରେ ଜାଣିଛ ଆସିଲ ମୋ ସାଙ୍ଗରେ କଥା ହେଲ ପୁଣି नहीं सर ଦେଖା ନାହିଁ बंद है तो ସାକ୍ଷାତ जो ନାହିଁ पानी କଥା ନାହିଁ पड़ेला हमें ବାର୍ତ୍ତା मासे ନାହିଁ 8 तारिख बंद अछि रेमो। ତମେ 8 ତାରିଖରେ ବନ୍ଦ ଥାଉ 5 ମାସ ବନ୍ଦ ଥାଉ 2 ଦିନ ବନ୍ଦ आज्ञा ଥାଉ आज्ञा କି ଚଲେଇଥାଉ सर। କଥାର ମୂଲ୍ୟ ରହିବା ଦରକାର। हाँ सर कथाटा मु सर ଯୋଉଟା केन्दुपदर କଥାର विषय रे ମୂଲ୍ୟ ନାହିଁ ସେଇଟା ସରୋଜ ପାड़ी ନାହିଁ। आज्ञा आज्ञा ଅଣ୍ଡରଷ୍ଟାଣ୍ଡ। हाँ सर। ଆଉ କଣ ସାର୍ ସାରୁ କଣ ମିଳିବ ମତେ ତମେ କହିଲେ ମୁଁ 2-3 ଦିନ ଭିତରେ ଆସୁଛି ଆଜି ବନ୍ଦ ଆଉ ଦେଖା ନାହିଁ କି ସାକ୍ଷାତ ନାହିଁ। नहीं तो घाट थर बंद है केन्दुपदर किसी डिसाइड हो पारानी तो सर मुझे रही मुझे कही बापू जे ତମେ ଲୋକ केन्दुपदर ମତେ ଯାହା डिस्प्यूट ଜଣା अच्छी ପଡୁଛି ତମେ ବିଜନେସ ଲାଇନ ର ଲୋକ ନୁହଁ ସୁବିଧାବାଦୀ ଲାଇନ ର ଲୋକ। नाई मु सुविधा नहीं सर ହଁ सुविधा यदि ସେ मुझे ତମେ ଏବେ हबी ସେ आज्ञा ଘାଟ आगु କିଏ आम सब ଚଲଉଛି देखू ना। ବେଡସିକି नहीं सर मु से टाइप रो नहीं ଗୁଡିସରା ବି କିଏ ଚଲଉଛି केन्दुपदर ଗୁଡିସର गुड़ीसर नहीं सर तो पाकिट रेंट हाँ सर आमर मोर सर अच्छी सर टेंडर ଚଲଉଛ ତ हाँ बंद अच्छे 8 तारिख ठू 8 ତାରିଖ ତମେ ପଇସା ଦବ ବୋଲି କହିଲ ଗୁଡିସର ପଇସା କାଇଁ ଦେଲନି ତ नहीं गुड़ीसर सर 2 चलनी ମାସ ହେଲା बापू ଦେଇନ नहीं ତମେ खाली 2 ପଇସା। लाख टका देइथिली जस्ट जे मागिले पर ନାଇଁ ନାଇଁ 2 आउ ମାସର कहले जे ପଇସା रानी ତମେ ହେଲା 2 ପରେ ମାସ ମୁଁ ହେଲା ଦେଇଲି ବର୍ତ୍ତମାନ ତ ବିଲକୁଲ ବନ୍ଦ ଟଙ୍କା ହେଇଗଲା ଟିକେ ସାର୍ ଦେଇନ। କଣ କରିବା। ହଁ ମୁଁ ବାପା ମାଗିଲା ପରେ 2 ଲାख ଦେଇଥିଲି ତାପରେ ତ ପାଣି ସେତେବେଳେ ପଳେଇଲା ଆସିଥିଲା ବନ୍ଦ ଦେଇଥିଲ ହେଇଯାଇଛି 2 ଘାଟ ମାସ ସାର୍ ହେଲା ବନ୍ଦ ତମେ ଅଛି ଘାଟ ଚଲେଇଛ କାଇଁ କିଛି କହିନ ଆଉ। ନାଇଁ ଘାଟ ତ ବନ୍ଦ ଅଛି ତାପରେ ସେ ନାଇଁ ଯୋଉ ନାଇଁ ପେନାଲ୍ଟି ନାଇଁ ଯାହା ନାଇଁ ପଡିଯାଇଥିଲା ନାଇଁ ସେ ନାଇଁ ପେନାଲ୍ଟି ତମର କଥା କିଛି ଇଏ ନାହିଁ ଠିକ ଠିକଣା ମତେ ଲାଗୁନି ନାଇଁ ସାର୍ ଏମିତିରେ ଠିକ ହୁଏନି ବୋଲେ କାମ। ହଁ କିନ୍ତୁ ତ ଆରମ୍ଭ ହେଇସାରିଲେ ସବୁ ମେକଅପ୍ ହେଇଯାଇଥିଲେ ମୁଁ ଏମିତି ଭାବିଲି ବୋଲେ କିନ୍ତୁ ତ ଡିସ୍ପ୍ୟୁଟ ଛିଡୁନି। ନାଇଁ ତମେ ଡିସ୍ପ୍ୟୁଟ ସେଟା କିଏ ସେଟା ୟାକୁ ସବଲିଜର ଦେଇ ଦେଇଛ ପରା। କାହାକୁ ହଁ କେନ୍ଦୁପତ୍ର ତ ସେଟା ମୁଦୁଲିକୁ ଆପଣଙ୍କ ଏରିଆଟା କେନ୍ଦୁପତ୍ର ତ କିଛି ଠିକ ହେଲାନି ସାର୍ ସିଏ ତ ସେ ମୁଦୁଲିକୁ ତମେ ଗୁଡିସର ଟା ଦେଇ ଦେଇଛ ପରା ନାଇଁ ସବଲିଜରେ। ସିଏ କେ ମୁଦୁଲି କି ଆଜ୍ଞା ମୁଁ ଲିଜ୍ ହୋଲ୍ଡର ମୁଦୁଲି କଣ ଦେଇଦେଇ ସାର୍। ମୋ ପାଖରେ ଏଗ୍ରିମେଣ୍ଟ କପି ଥୁଆ ହେଇଛି ତମେ ଦେଇ ନାଇଁ ଦେଇଛ। ମୁଦି କିଛି ନାହିଁ ତାକୁ ସେ ଯୋଉ 2022 ରେ ପରେ ତାକୁ ଖାଲି ବୁଝିବାକୁ ଦିଆଯାଇଥିଲା ବୋଲେ ସେ ଆରେ ଭାଇ ବୁଝିଲାନି କି ପଇସା ବୁଝିବାକୁ ଦେଲାନି ସେ ଦେଇଥିଲେ ଆଉଟ କଣ ହେଇଗଲା। ଦେଇଥିଲା ଏଗ୍ରିମେଣ୍ଟ ତ କରିଛ ନା ଏଗ୍ରିମେଣ୍ଟ କପି ମୋ ପାଖରେ ଥୁଆ ହେଇଛି। ଏଗ୍ରିମେଣ୍ଟ ତାକୁ ମୁଁ ଦିଟା ପାୱାର ପ୍ୟାଟର୍ନ ଫାଇନାଲ ଦେଇନି ଥୁଆ ପାୱାର ହେଇଛି ମୋ ପ୍ୟାଟର୍ନ ପାଖରେ। ଦେଇନି ତାକୁ ହଁ ତାକୁ ପାୱାର ପ୍ୟାଟର୍ନ ମୁଁ ଦେଇନି ଜଷ୍ଟ ବୁଝିବାକୁ ଖାଲି ଦିଆଯାଇଥିଲା। ଏଗ୍ରିମେଣ୍ଟ ହଁ ଅର୍ଥ କଣ ଦିଟା ଏଗ୍ରିମେଣ୍ଟ। ଏଗ୍ରିମେଣ୍ଟ କିଛି ନାହିଁ ସେ ମୋର ସେ ସମୟରେ ମୁଁ ଯୋଉ ମୋର ସ୍ୱାସ୍ଥ୍ୟ ଭଲ ନଥିଲା ତାକୁ ମୁଁ ଭାଇ ବୁଝିବାକୁ ଜଣେ 4 ମାସ ଓକିଲ ଦେଲି 4 ମାସ ମତେ ପରେ କଣ ସେ ପଇସା ବୁଝେଇବ ତମେ। ଦେଲାନି ପଇସା ନ ଦେଲା ପରେ ସେ ଅଟୋମେଟିକ ଶୁଣ ଆଉଟ ହେଲା ହେଲା। ପଇସା ଦେଲା ନଦେଲା ସେ କଥା ମତେ କୁହନା ହୁଁ ହୁଁ ଏଗ୍ରିମେଣ୍ଟ ର ଅର୍ଥ କଣ ତମେ କରିଛ। ଦିଟା ମୋ ପାଖରେ ଥୁଆ ହେଇଛି ଏଇଠି ମୋ ସାମ୍ନାରେ। ହଁ ସାର୍ ଥୁଆ ହଉ ଠିଆ ହେଲେ ହଁ ବର୍ତ୍ତମାନ ସିଏ ମୋର ପାର୍ଟ ନାହିଁ ଏତେ ନାହିଁ ମାନେ ସିଏ ତାକୁ ମୁଁ ପାୱାର ବଟନ ଦେଇନି ସିଏ ଏଇଟା କିଏ କୋଉ ମୁଁ ତ ପର୍ଯ୍ୟନ୍ତ ଲିଜ୍ ଅଛି ହୋଲ୍ଡର। ଦିଟା ବା 3 ବର୍ଷ ପାଇଁ ଅଛି ଏଠି। ହଁ ଆମର ସେଇଟା 27 ରେ ସରିଯିବ ଆଉ। 27 3 ବର୍ଷ ତମେ ଦେଇ ଦେଇଛ ଏଇଟାକୁ। ନାଇଁ ନାଇଁ ମୁଁ ପାୱାର ଆଉ ବଟନ ତମର ଦେଇନି କଣ ତାକୁ କହୁଛ ସୁଧା। ତାକୁ ପାକିଡି ମୁଁ ପାୱାର ବଟନ ଦେଇନି ଆପଣ ଭଲ ଭାବରେ ଦେଖନ୍ତୁ। ପାୱାର ଆପେଟିନ୍ ନାହିଁ ଭାଇ ଏଗ୍ରିମେଣ୍ଟ ଟା କରିଛ ତା ନାଇଁ ସାଙ୍ଗରେ ତମେ। ଏଗ୍ରିମେଣ୍ଟ ଯୋଉ ସମୟ ବୁଝିଲା ସେ ଏଗ୍ରିମେଣ୍ଟ ସେ ଫୁଲଫିଲ୍ କରିପାରିଲେନି ମତେ ପଇସା ସେ ହଁ ଟୋଟାଲ ଦେଲାନି ଯାହାଫଳରେ ସେ ଡିଫଲ୍ଟର ହେଲା ତେଣୁ ସେ ଆରେ ଆଉଟ ହେଲା। ଡିଫଲ୍ଟର ହଉ କି କଣ ହଉଛି ଏଗ୍ରିମେଣ୍ଟ ତ ଅଛି ନା ତା ନାଁରେ। ଏଗ୍ରିମେଣ୍ଟ ଥିଲେ କିଛି ହବ ଏଗ୍ରିମେଣ୍ଟ ଅନୁସାରେ ସେ ଫଲୋ କଲା କି ଏଗ୍ରିମେଣ୍ଟ ଖାଲି କଣ ଲେଖିଦେଲେ କରିଦବ ହେଲା ତମେ କି ତାର କହୁନ ଏଗ୍ରିମେଣ୍ଟ ତ ତା ନାଁରେ କରିଦେଇଛ ତମେ ଏବେ। କିଛି ତା ନାଁରେ କିଛି ବୁଝିବାକୁ ଖାଲି କୁହା ହେଇଥିଲା ପଇସା ସେ ଦେବେ ବୋଲି କହିଲା ପଇସା ମତେ ସେଟା ତ ଦେଲାନି। ଲେଖା ହେଇନି ଏଥିରେ ଆଜ୍ଞା ହଁ ବୁଝିବା ପାଇଁ ପଇସା କହୁଛ ଲେଖା ବୋଲି। ହେଇଥିଲା ସେ ମତେ ଦେଲାନି ପଇସା ତେଣୁକରି ସେ ଆଉଟ ହେଲା। ଆଉଟ ହେଲା ବୋଲି କହିଲେ ତମେ ପାଟିରେ ଆଉଟ କାଗଜ ପତ୍ର ଆଉ ଲେଖିକି କାଗଜ ଦେଇଛ କି ପତ୍ର ଏଥିରେ। ସେ ଚାବି ପକେଇଲା ମୋର ଚଲେଇନି ସେ ସମୟରେ ଯିଏ ତହସିଲଦାର ହେଲେ ଥିଲେ କଣ ଏଡିଏମ କରିବ ସବୁ ଥିଲେ ତମେ ସେ ଭାଇ କୁହ ବିଷୟରେ ମତେ ଏତେ କଥା ବୁଝୁନ ତମେ। ସେ ବିଷୟରେ ଜାଣିଛନ୍ତି ଆଇନ ସବୁ ଅନୁସାରେ ମାନେ ସିଏ ଥାନା ବି ବର୍ତ୍ତମାନ ଜାଣିଛି ସମସ୍ତେ ଜାଣିଛି କଲେକ୍ଟର ବନ୍ଧ ସାର୍ ଏ ବିଷୟରେ ସବୁ ଜାଣିଥିଲେ ତା କଲେକ୍ଟର ବିଷୟରେ। ଜାଣନ୍ତୁ ଯିଏ ଜାଣନ୍ତୁ ମୋର ସେଥିରେ କିଛି ଦେବାର ନେବାର ନାହିଁ ବାପା ମତେ ଆଜ୍ଞା ଆଜ୍ଞା କଲେକ୍ଟର ରାମ ଭୀମ ମତେ ବୁଝନ ସାର୍ ବୁଝିଲ ସାର୍ ନା। ଡୋଣ୍ଟ ସେ ଲାଇକ ଦିସ୍ ମତେ ଆଜ୍ଞା କଣ ତମେ ଆଇନ ବୁଝଉଛ ଇଏ ବୁଝଉଛ। ନାଇଁ ନାଇଁ ମତେ ମତେ ଭାବିଲ ଆପଣ କି ସେ କହିଲେ ଇଏ ତାକୁ ଭଳିଆ ଦେଇଦେବି କହିଲୁ ମୁଁ ତାକୁ ଦେଇନି ତାକୁ କୁଆଡେ ଦେଇଥିଲି ପାୱାର ଦେଇଦେଲା ବଟନ କଣ ଦେଇଥିଲେ ଏଗ୍ରିମେଣ୍ଟ ଟା ମୋ ଦେଇଥିଲେ ହେଇଥାନ୍ତା। ପାଖରେ ଥୁଆ ହେଇଛି ହଁ ପାଖରେ ଏଠି। ଥୁଆ ହେଲେ ତାକୁ ପାୱାର ବଟନ ମୁଁ ଦେଇନି ସେ ପାୱାର ବର୍ତ୍ତମାନ ଅଫ ଆଟର୍ଣ୍ଣି କଣ ଏଗ୍ରିମେଣ୍ଟ ଅର୍ଥ କଣ ପାୱାର ଅଫ ଆଟର୍ଣ୍ଣି ହ୍ୱାଟ ଏଗ୍ରିମେଣ୍ଟ ଇଜ ଦ ଅର୍ଥ ଡିଫରେନ୍ସ ୟୁ ନୋ। ଏଗ୍ରିମେଣ୍ଟ 17 ପର୍ଯ୍ୟନ୍ତ ଦିଆହେଇଛି ତାକୁ ମୁଁ ହାତ କାଟିକି ଦେଇନି ତାକୁ 17 ବୁଝିବାକୁ ପର୍ଯ୍ୟନ୍ତ ଜଷ୍ଟ ଅଛି କି ଏଇଟା। ଦିଆଯାଇଥିଲା। ତାକୁ ବୁଝିବାକୁ ଦିଆଯାଇଥିଲା କଣ୍ଡିସନ କରାଯାଇଥିଲା ସେ ମନ୍ଥଲି ମତେ ଦେବି ବୋଲି ସେ ଆରେ ଭାଇ ଦେଲାନି ସେ କଣ ଲେଖା ଫୁଲଫିଲ୍ ହେଇଛି ତମେ କରିପାରିଲାନି। ପଢିକିରି ଏଇଟା ସତ କରିଛ ନା ଖାଲି ସତ ହଁ କରିଦେଇଛ। ଖାଲି ସନ୍ଦେହ କଲେ ସେ ମତେ ଏଗ୍ରିମେଣ୍ଟ ଯୋଉ ପ୍ରକାର କରିଥିଲା ସେ ସମୟରେ ସେ ଫୁଲଫିଲ୍ କରିପାରିଲାନି ମତେ ଦେଲାନି ପଇସା ନଦେଲେ ତାକୁ ମୁଁ ଛାଡିକି ନଦେଲେ ହେଲେ ତମେ ତାକୁ ଏଗ୍ରିମେଣ୍ଟ ରୁ ଇଏ କଲନି ଏଗ୍ରିମେଣ୍ଟ ଇଏ କ୍ୟାନସଲ କଲେ ସେ କରିଦଉନ ଧରା ଏଗ୍ରିମେଣ୍ଟ। ଦେଲାନି ପରା ଆମର ରେମ୍ ଚାଇପ ଗୋଟେ ବର୍ଷେ ମତେ ସେ ଚଲେଇ ଦେଲେନି ବର୍ଷରେ ସେ ଲସ୍ ନାଇଁ ମତେ ଭାଇ ଦବ। ଯଦି ସିଏ ନକଲା ନା ତମେ ଖାଲି ଏଗ୍ରିମେଣ୍ଟ ଟେଣ୍ଡର ରୁ ହେଇଛି ତାକୁ ଆମର ଇଏ 1.5 ବର୍ଷ କରିଦେଲନି। ଚାଲିନି ରେମ୍ ସେ ବନ୍ଦ କରିକି ରଖିଲେ ତ ତାର ଲସ୍ କିଏ ଦବ। ହଁ
देढ़ वर्ष अरे काल से तमर बंद कर लॉस के रखिले तमके देला नदब पर मु से सेतकी चलेलेनी जाइके मु ताऊ जो एग्रीमेंट देली घाट चलेआउ कहला घाट चलेइलानी चलेला कि जदि न चलेला एग्रीमेंट तम हाँ मोर कैंसिल से करता धरा छुआ देलानी बरा मो वाइफ हेले आर कौन मु करियो नेगिरी कौन अन्य आईन रेमर चलेला अनुसार मो ता वाइफ पाखरे हम अछि नेगिरी पुरस्तमपुर चलेला से समय मु तहसीलदार को कहली तहसीलदार कहले अरे भाई सिमित शुण क्या मो काई कथा करलो शुणाय तू भाषण काई दउछ आज्ञा भाषण दियो ना भाषण त आमे देवा कहू तम काई भाषण दउछ तेणु मु ताକୁ सिंधी किछि पावर पैटर्न देइनी हेटी पावर पेटे नि ना बे मो पाखरे पीसीएच पाणीग्राही इस बहरमपुर गंजाम हाँ पूरा एग्रीमेंट ताକୁ कॉपीटा अछि मो पाखरे हाँ ताକୁ बुझियाउ दिया दिला ताକୁ मु देई देइनी बुझिया बोल से लेकिन है भाई तमे लीज का होल्डर मु निजे अछि मु डीलिंग करछि मु पैसा बांधी तमे बांधिगिरी डीलिंग मेंटेन सुनाय भाई करछि तमे डीलिंग कले किछि करबे आईन अनुसार एटा होची मुदुली होची आर हकदा 27 पर्यंत हम्म तमर किछि नाही एबे हाँ मु तो रॉयल्टी बांधिछि निजे जदि तमे हकदार बांधिले नहीं मु कोन रॉयल्टी भाई बांधिगिरी मते वाइफ फार्म गवर्नमेंट किन देला मते वाइफ फार्म गवर्नमेंट किमिन देला मु तो पैसा बांधि लेबे ए जो रॉयल्टी पैसा मु बाइछि ताडू आइनी ना कथाटा बुझियार अछि ना तमे तमे हम घरे कोन आईनटा अछि कि नहीं नहीं घरे आइन नहीं पैसा तो मु बांधछि मु लीज होल्डर मु तमे पैसा बांधिले बांधिली कोन रॉयल्टी हबो मु वाइफ फार्म आनली रिसीव करली तमे वाइफ फॉर्म रिसीव करलो सब करियो हम्म किंतु एग्रीमेंट ता नार अछि ना हाँ थाउ से नौ न हेले कोन असुविधा हेले आमे का साथरे कथावार्ता करू हाँ करंदो आमे तम साथरे कथावार्ता कलु तमे तो धरा छुआ देलोनी कि नहीं देखा घर छुआ मिला आगे चलिनी घाट चलिनी आज्ञा तमे बंद घाट अछि चला न चला बाबू डू यू थिंक आई एम ए बिजनेसमैन आज्ञा मु कोन बिजनेसमैन तमळी आइछि नहीं नहीं बिजनेसमैन मु कहूछि यू आर कि टॉकिंग लाइक दिस जिनसटा कहले एटा तार बोली कहले तो मु कहूछि तार कोड एटा हो एग्रीमेंट अछि तारा आज्ञा तार हले छि नौ आज्ञा से नेल नौ ता नार कर दो न लेबे किछ मो तारे दुख नहीं सर दुख कोन करियार अछि कि तम तो हाथ काटी लिखि दे हाँ मु किछि हाथ काटी देइनी पावर देइनी मु बर्तन रॉयल बांधी मु रिसीव गए भरमुंदी मो नारे लियो छला तार किछि नाही ता नार किछि नाही सुना भाई मते तम भितरे बुझा बुझियो कोन करियो मते हाँ सेटा बुझा बुझी समय हबो ये को तमे बुझो आमे जा कथा वार्ता करू बतन मुतुली संगे कथा वार्ता करू करंदु हां आई विल टॉक टू हिम नॉट टू यू ठीक अछि रहि लगे हो फालतू कथा